50-60 ପେଟି ନାକେ ଫଳ ସବୁ ଆଣିଥିଲୁ। ଆଉ ଏଠୁ ଖୋଲା ଖୋଲି କରିଥିଲୁ, ବେପାର ନଥିଲା। ଆମେ ତ ବନ୍ଦ ବାନ୍ଦ କରିକି ରାତି 11ଟାରେ ଆଜ୍ଞା ଘରକୁ ଗଲୁ। ଘରକୁ ରାତି 11ଟାରେ ଯାଇକି ଶୋଇବାକୁ ଯାହାହେଲେ ଖାଇକି ଶୋଇଲା ବେଳକୁ ଆଜ୍ଞା 12ଟା ହେଇଯିବ। ରାତି 1:30 ବେଳେ ଏଠି ନିଆଁ ଲାଗିଗଲା। 2ଟା ବେଳକୁ ଆମ ପାଖକୁ ଫୋନ ଗଲା। ଆମେ 2ଟା ବେଳକୁ ଆଇଲା ବେଳକୁ ଦୋକାନରେ ଆଜ୍ଞା କିଛି ନାହିଁ, କି ମାଲ କିଛି ନାହିଁ, ସବୁ ଆଜ୍ଞା ପୋଡିକି ଧ୍ୱଂସ ଆଜ୍ଞା। କିନ୍ତୁ କଣ ଲାଗିଲା ଆଜ୍ଞା ମୁଁ ଦେଖିନି ଆଜ୍ଞା, କିନ୍ତୁ କଣ କହିବା ଆଜ୍ଞା, କିଏ ଶୋଇଥିଲା ମଶା ଧୂପରୁ ଲାଗିଲା, କି କରେଣ୍ଟରୁ ଲାଗିଲା, କି କିଏ ଲଗେଇଲା ଆଜ୍ଞା କହିହବନି। ମୁଁ ଦେଖିନି ଆମେ କିନ୍ତୁ କହିବା ଆଜ୍ଞା। ମାଲ ଥିଲା ଆଜ୍ଞା ଯାହାହେଲେ 1.5 ଲକ୍ଷ ଟଙ୍କାର ମାଲ ଥିଲା। 1.5 ଲକ୍ଷ ଟଙ୍କାର ମାଲ ଥିଲା ଆଜ୍ଞା। ସେଉ ତ ଆଜ୍ଞା ପେଟି ଆଜ୍ଞା 1500, 2000, 3000 ଟଙ୍କା ପେଟି। ବେଦନା ପେଟି 1500 ଟଙ୍କା, ଅଙ୍ଗୁର ପେଟି 1500 ଟଙ୍କା, କମଳା ତ ଆଜ୍ଞା କିଲୋ 60 ଟଙ୍କା। ଆଉ ସବୁଥିରୁ ଆଜ୍ଞା 40-50 ପେଟି ନାକେ ଆଣିଥିଲି, ପୂଜା ବଜାର ଥିଲା ଆଜ୍ଞା। ଭର୍ତ୍ତି କରିଥିଲି, ସରସ୍ୱତୀ ପୂଜା ଅଛି ବୋଲି ଆଜି ବେପାର ହେଇଥାନ୍ତା। ଆଉ ରାତିରେ ଏଇ ଦୁର୍ଘଟଣା ହେଲା ଆଜ୍ଞା। ପୂର୍ବରୁ ପ୍ରଥମେ ନିଆଁ ଲାଗିଥିଲା ତଥାପି ସରକାର ସଜାଗ ନ ହୋଇ ପୁଣି ଥରେ ଲାଗିଲା, କଣ କହିବ? ଏଇଟା ଆଜ୍ଞା ଆମର ଏପଟେ ମୁଁ ଦୋକାନ କଲିଣି 35 ବର୍ଷ ହେଲା ଏଠି, କିନ୍ତୁ ଆମର ଏପଟେ ନିଆଁ ଲାଗିନଥିଲା। କିନ୍ତୁ ଏଇପଟୁ ନିଆଁଟା ଆଜ୍ଞା ଏଇପଟ ପ୍ଲାଷ୍ଟିକ ଦୋକାନ ଯୋଉ ନିଆଁ ଲାଗିଲା, ନିଆଁ ଲାଗିବା ଫଳରେ ଯୋଉ ତାର ଆଜ୍ଞା 9 ତାର ଯାଇଛି, ସେ ତାରଟା ଛିଣ୍ଡିକିନି ଯାଇକି ସେପଟେ ପଇଲା। ସେପଟେ ଯେତେବେଳେ ପଇଲା ସିଏ ତୁ ଦେଇକି ଜଳିଲା କି ଆଉ କଣ। ମାର୍କେଟରେ ଆଜ୍ଞା ଆମର ହଉଛି 35 ଦୋକାନ। ଏପଟେ କେତେ ଦୋକାନ ଲାଗିଛି, ସେଇ 30ଟା ଖଣ୍ଡେ ହବ ଏପଟେ ବୋଧେ। ଆମର ହଉଛି 70 ଦୋକାନ ଆଜ୍ଞା। 70 ଦୋକାନ, 70 ଦୋକାନରୁ 35ଟା ଦୋକାନ ପୋଡିଯାଇଛି। ଆଜ୍ଞା ପ୍ରତିଶୋଧ ଦେଇଛନ୍ତି।